ଭ୍ରମି ଅଛି କାଷ୍ଠ ଚମ୍ପକ ନବ ବକୁଳ ବନେ ତାଙ୍କୁ ଅବା ଆଣି ତୁଳିବା ଏହା ସଙ୍ଗେ କେଶନେ। କାଷ୍ଠ ଚମ୍ପା, ଆଗରୁ ତ ଚମ୍ପା ଫୁଲ କଥା କହିଛନ୍ତି, ସୁବର୍ଣ୍ଣ ଚମ୍ପା, କାଠ ଚମ୍ପା ଫୁଲ ମଧ୍ୟ, ଅର୍ଥାତ୍ ଏ ଦିବ୍ୟ ସୁନ୍ଦରୀମାନଙ୍କୁ ଉପଭୋଗ କରି ଏଥିରୁ ଜଣାପଡ଼ୁଛି ଯେତେବେଳେ ଯିଏ ତାର କାମଲାଳସା ଚରିତାର୍ଥ କରିବା ପାଇଁ ଯେଉଁ ସମୟରେ ଯେଉଁ ମୁହୂର୍ତ୍ତରେ ଯିଏ ଆସିଛି ସେ ତାକୁ ଉପଭୋଗ କରିଛି। ତେଣୁ କାଷ୍ଠ ଚମ୍ପା ଏବଂ ନବ ବକୁଳ ବନେ, କାଷ୍ଠ ଚମ୍ପା ଫୁଲକୁ ମଧ୍ୟ ମଧୁ ଆହରଣ କରିଛି। ନବ ନୂଆ ବକୁଳ ବନରେ ବଉଳ ଫୁଲ ଉପରେ ମଧ୍ୟ ବସିକିରି ମୁଁ ମଧୁ ଆସ୍ୱାଦନ କରିଛି। ଭ୍ରମି ଅଛି କାଷ୍ଠ ଚମ୍ପକ, ମୁଁ ଯେ ମୋର ନେତ୍ର ରୂପକ କଥା ରହିଲା କେଉଁଠି ନା, ନେତ୍ର ରୂପକ ଷଟ୍ପଦଟି ତାର ଭ୍ରମଣ କରୁଛି। ମୁଁ ଆଖି ଆଗରେ ମୁଁ ଏମାନଙ୍କୁ ମଧ୍ୟ ଦେଖିଛି, କେଉଁଠୁ ମଧୁ ଆସ୍ୱାଦନ କରୁଛି, କାହାର ରୂପ ମଧ୍ୟ ଦେଖିଛି। ଏଣୁ ଏ ନୂଆ